ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ। ପିଲାମାନେ, ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ସର୍ବନିମ୍ନ ସଂସ୍ଥା ହେଉଛି ବିଜ୍ଞାପିତ ଅଞ୍ଚଳ ପରିଷଦ। ଏହି ଭିଡ଼ିଓ ମାଧ୍ୟମରେ ଆଜି ଆମେ ଯେଉଁ ବିଜ୍ଞାପିତ ଅଞ୍ଚଳ ପରିଷଦ ବା ଯାହାକୁ ସର୍ଟ ଫର୍ମରେ ଏନ୍ଏସ୍ସି କୁହାଯାଇଛି, ଏହି ଭିଡ଼ିଓ ମାଧ୍ୟମରେ ପଢ଼ିବା। ପିଲାମାନେ, ସହରାଞ୍ଚଳ ସ୍ୱାୟତ୍ତ ଶାସନ, ଯାହାକୁ ଇଂରାଜୀରେ ଅର୍ବାନ୍ ଲୋକାଲ ସେଲ୍ଫ ଗଭର୍ଣ୍ଣମେଣ୍ଟ କୁହାଯାଉଛି। ପିଲାମାନେ, ଏହାର ତିନୋଟି ମୁଖ୍ୟ ସଂସ୍ଥା ଅଛି। ଯଦି ସର୍ବନିମ୍ନ ସ୍ତରରେ କହିବା ବିଜ୍ଞାପିତ ଅଞ୍ଚଳ ପରିଷଦ, ମଧ୍ୟମ ସ୍ତରରେ ପୌରପାଳିକା ବା ମ୍ୟୁନିସିପାଲିଟି ଓ ସର୍ବୋଚ୍ଚ ସ୍ତରରେ ମହାନଗର ନିଗମ। ତ ଆମେ ଯେଉଁ ଆଜି এই ଭିଡ଼ିଓରେ ପଢ଼ିବା ପିଲାମାନେ, ତାର ସର୍ବନିମ୍ନ ସଂସ୍ଥା ହେଉଛି କ'ଣ? ବିଜ୍ଞାପିତ ଅଞ୍ଚଳ ପରିଷଦ। ପିଲାମାନେ, ଯଦି ମହାନଗର ନିଗମ ଓ ପୌରପାଳିକା ବା ମ୍ୟୁନିସିପାଲିଟି ଉପରେ ଯଦି ତୁମେ ପଢ଼ିନାହ, ଆମ ଏହି ୟୁଟ୍ୟୁବ ଚ୍ୟାନେଲରେ ଅଲରେଡ଼ି ଭିଡ଼ିଓ ଅପଲୋଡ଼ କରାଯାଇଛି, ତାହା ତୁମେ ଦେଖିପାରିବ। ପିଲାମାନେ, 74ତମ ସମ୍ବିଧାନ ସଂଶୋଧନ ଆଇନ ମାଧ୍ୟମରେ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାମାନଙ୍କୁ ସାମ୍ବିଧାନିକ ମର୍ଯ୍ୟାଦା ଓ କ୍ଷମତା ପ୍ରଦାନ କରାଯାଇଛି। ପିଲାମାନେ, ଯେଉଁମାନେ 73ତମ 74ତମ ସମ୍ବିଧାନ ସଂଶୋଧନ ବିଷୟରେ ଜାଣିବାକୁ ଚାହୁଁଛ, ସେ ଉପରେ ମଧ୍ୟ ଗୋଟେ ଭିଡ଼ିଓ ଅପଲୋଡ଼ କରାଯାଇଛି। ଆମ ୟୁଟ୍ୟୁବ ଚ୍ୟାନେଲରେ ଯାଇକି ଆପଣମାନେ ଦେଖିପାରିବେ। ବିଜ୍ଞାପିତ ଅଞ୍ଚଳ ପରିଷଦ ବା ଏନ୍ଏସ୍ସି ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ସର୍ବନିମ୍ନ ସଂସ୍ଥା ଅଟେ। ଏହା ଛୋଟ ଛୋଟ ସହରରେ ପ୍ରତିଷ୍ଠିତ ହୋଇଥାଏ। ପିଲାମାନେ, ସାଧାରଣତଃ ଯଦି ଆମେ ଦେଖିବା, ଯେଉଁ ଗ୍ରାମାଞ୍ଚଳରୁ ଯେଉଁଟା ସହରୀକରଣ ହେଉଛି ବା ସହରାଞ୍ଚଳରେ ପରିବର୍ତ୍ତିତ ହେଉଛି, ସେହି ଛୋଟ ଛୋଟ ସହରରେ ଏନ୍ଏସ୍ସି ଗଠିତ ହୁଏ। ପିଲାମାନେ, ତୁମ ମନରେ ପ୍ରଶ୍ନ ଆସୁଥିବ କି ଏନ୍ଏସ୍ସି ଗଠନ କିପରି ହୋଇଥାଏ? ଦେଖ ପିଲାମାନେ, ସେହି ଅଞ୍ଚଳର ଜନସଂଖ୍ୟା, ଆର୍ଥିକ କାର୍ଯ୍ୟକଳାପ, ସହରୀକରଣ ସମ୍ଭାବନା ଓ ଅନ୍ୟାନ୍ୟ ଭିତ୍ତିଭୂମି ଦେଖି ସରକାର ଏନ୍ଏସ୍ସି ଘୋଷଣା କରନ୍ତି। ପିଲାମାନେ, ସାଧାରଣତଃ ଯେଉଁ ସହରରେ ଲୋକ ସଂଖ୍ୟା 10,000ରୁ ଉର୍ଦ୍ଧ୍ୱ ଓ 25,000ରୁ କମ୍ ଥାଏ, ସେଠାରେ ଏନ୍ଏସ୍ସି ଗଠନ କରାଯାଇପାରିବ। କିନ୍ତୁ ପିଲାମାନେ, ଏପରି କେତୋଟି ଏନ୍ଏସ୍ସି ଅଛି ଯେଉଁଟାରେ କି ଏହି ଜନସଂଖ୍ୟାରୁ କମ୍ ସହିତ ମଧ୍ୟ ଏନ୍ଏସ୍ସି ଗଠନ ସେହି ସହରରେ ହୋଇଛି। ତେଣୁ ଏହା ସରକାରଙ୍କ ନିଷ୍ପତ୍ତି ଉପରେ ମୁଖ୍ୟ ରହିଥାଏ। ବିଜ୍ଞାପିତ ଅଞ୍ଚଳ ପରିଷଦରେ 11ରୁ 70ଟି ୱାର୍ଡ ରହିଥାଏ। এই ଯେଉଁ ୱାର୍ଡ ରହିଥାଏ ପିଲାମାନେ, ଏହି ୱାର୍ଡରୁ ଜଣେ ଲେଖାଏଁ ସଭ୍ୟ ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥାନ୍ତି। ଏହି ସଭ୍ୟଙ୍କୁ କାଉନସିଲର କୁହାଯାଏ। ଏନ୍ଏସ୍ସିରେ ସ୍ଥାନ ସଂରକ୍ଷଣ, ଯେଉଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଛି, ସେଠାରେ ମହିଳାମାନଙ୍କ ପାଇଁ 50% ସ୍ଥାନ ସଂରକ୍ଷଣ ରଖାଯାଇଛି। ଅନୁସୂଚୀ ଜାତି, ଜନଜାତି ଓ ପଛୁଆ ବର୍ଗ ଲୋକମାନଙ୍କ ପାଇଁ ମଧ୍ୟ ସ୍ଥାନ ସଂରକ୍ଷଣ କରାଯାଇଥାଏ। ଏନ୍ଏସ୍ସିର ମୁଖ୍ୟ ହେଉଛନ୍ତି ଅଧ୍ୟକ୍ଷ ବା ଯାହାକୁ ଇଂରାଜୀରେ ଆମେ ଚେୟାରମ୍ୟାନ୍ କହିଥାଉ। ପିଲାମାନେ, ଯେଉଁ ଦେଖ ପିଲାମାନେ, ଯେଉଁ ବିଜ୍ଞାପିତ ଅଞ୍ଚଳ ପରିଷଦ ରହିଅଛି, ଯେଉଁ ୱାର୍ଡ ମାନେ ରହିଛି, ସେହି ୱାର୍ଡରୁ ଯେଉଁ କାଉନସିଲର ମାନେ ଆସନ୍ତି, ସେହି କାଉନସିଲର ମାନଙ୍କ ଦ୍ୱାରା ଚେୟାରମ୍ୟାନ୍ ନିର୍ବାଚିତ ହୁଅନ୍ତି ଓ ତାଙ୍କ କାର୍ଯ୍ୟକୁ ସାହାଯ୍ୟ କରିବା ପାଇଁ ଜଣେ ଭାଇସ୍ ଚେୟାରମ୍ୟାନ୍ ରହିଥାନ୍ତି। এই ଯେଉଁ ଚେୟାରମ୍ୟାନ୍ ପଦ ଅଛି, ଏହି ପଦଟି ଅନୁସୂଚୀ ଜାତି, ଯାହାକୁ ଆମେ ଏସ୍ସି କହୁଛୁ, ଅନୁସୂଚିତ ଜନଜାତି, ଯାହାକୁ ଆମେ ଏସ୍ଟି କହିଥାଉ, ଓ ଅନ୍ୟାନ୍ୟ ପଛୁଆ ବର୍ଗ ଏସ୍ସି ବିସି ବା ଓବିସି ଏବଂ ମହିଳାମାନଙ୍କ ପାଇଁ ସଂରକ୍ଷିତ ହୋଇପାରେ। ତ ଏଠୁ ଆମେ ପିଲାମାନେ ଜାଣିପାରିଲା, ଯେଉଁ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ଯେଉଁ କାଉନସିଲର ମାନେ ଅଛନ୍ତି, ସେମାନଙ୍କର ପଦବୀ ଗୁଡ଼ିକ ପର୍ଯ୍ୟାପ୍ତ କ୍ରମେ ବିଭିନ୍ନ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ହୋଇଥାଏ। ତ ପିଲାମାନେ, ବିଜ୍ଞାପିତ ଅଞ୍ଚଳ ପରିଷଦର ମୁଖ୍ୟ ହେଉଛନ୍ତି ଅଧ୍ୟକ୍ଷ ବା ଇଂରାଜୀରେ ତାଙ୍କୁ ଚେୟାରମ୍ୟାନ୍ ବୋଲି କୁହାଯାଉଛି। ସେ ଚେୟାରମ୍ୟାନ୍ କ'ଣ କରନ୍ତି ନା, ଯେଉଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଯେଉଁ ବୈଠକ ହୁଏ, ସେହି ବୈଠକ ଆହ୍ୱାନ କରନ୍ତି ଓ ସେଥିରେ ଅଧ୍ୟକ୍ଷତା ମଧ୍ୟ କରନ୍ତି। ଆଚ୍ଛା, ବୈଠକରେ କ'ଣ ହୋଇଥାଏ ନା, ଯେଉଁ ଉନ୍ନତିମୂଳକ ପ୍ରସ୍ତାବ ନିଆଯାଇଥାଏ, ସେହି ପ୍ରସ୍ତାବ ଗୁଡ଼ିକୁ ସେ କାର୍ଯ୍ୟକାରୀ କରନ୍ତି। ଯଦି ପିଲାମାନେ କୌଣସି କାରଣବଶତଃ ଯଦି ଚେୟାରମ୍ୟାନ୍ ନଥାନ୍ତି, ତେବେ ଭାଇସ୍ ଚେୟାରମ୍ୟାନ୍ ସେ ଯେଉଁ ବୈଠକ ହୋଇଥାଏ, ସେହି ବୈଠକରେ ଅଧ୍ୟକ୍ଷତା କରନ୍ତି। ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଜଣେ କାର୍ଯ୍ୟନିର୍ବାହୀ ଅଧିକାରୀ ସରକାରଙ୍କ ଦ୍ୱାରା ନିଯୁକ୍ତି ହୁଅନ୍ତି। ସେ ପରିଷଦର ଦୈନନ୍ଦିନ କାର୍ଯ୍ୟ ପରିଚାଳନା କରନ୍ତି, ପରିଷଦ ଓ ସରକାରଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା କରନ୍ତି। ସାଧାରଣତଃ ସେ ଜଣେ ଗେଜେଟେଡ୍ ଅଫିସର, ଯାହାକୁ ଆମେ ଓଏସ୍ ଅଫିସର ମଧ୍ୟ କହିଥାଉ, ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ହୋଇଥାନ୍ତି। ଏନ୍ଏସ୍ସିର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ କାଉନସିଲର ମାନଙ୍କର କାର୍ଯ୍ୟକାଳ ଓ ପଦଚ୍ୟୁତି। ଦେଖ ପିଲାମାନେ, ଯେଉଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଛି, ଯେଉଁ ଅଧ୍ୟକ୍ଷ ରହିଥାନ୍ତି, ତାଙ୍କର କାର୍ଯ୍ୟକାଳ ହେଉଛି 5 ବର୍ଷ
5 ବର୍ଷ ପୂର୍ବରୁ ଅନାସ୍ଥା ପ୍ରସ୍ତାବ ଗୃହୀତ କରାଯାଇ ଅଧ୍ୟକ୍ଷଙ୍କୁ ତାଙ୍କ ପଦବୀରୁ କାର୍ଯ୍ୟାନ୍ତର କରାଯାଇ ପାରିବ। ତ ପିଲାମାନେ ଏନ୍ଏସ୍ସି ର ଚେୟାରମ୍ୟାନକୁ କିପରି ଅନାସ୍ଥା ପ୍ରସ୍ତାବ କରାଯାଇ ପାରିବ? ଦେଖ ପିଲାମାନେ, ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ହେଲେ ଅଧ୍ୟକ୍ଷଙ୍କୁ 1 ମାସ ପୂର୍ବରୁ ନୋଟିସ୍ ଦେବାକୁ ପଡ଼ିବ। ଓ ଯେଉଁ ଆପ୍ଲିକେସନ ଲେଖା ହେଇଥିବ ପିଲାମାନେ, ସେହି ଆପ୍ଲିକେସନରେ ଅନ୍ତତଃ 1/3 କାଉନସିଲରଙ୍କ ସ୍ୱାକ୍ଷର କରିବା ଦରକାର ପଡ଼ିଥାଏ। ଯଦି ଏହି ଅନାସ୍ଥା ପ୍ରସ୍ତାବ ମୋଟ ସଭ୍ୟଙ୍କର 2/3 ସଭ୍ୟଙ୍କ ଦ୍ୱାରା ଗୃହୀତ ହୁଏ, ତେବେ ଅଧ୍ୟକ୍ଷ ତାଙ୍କ ପଦବୀରୁ ଇସ୍ତଫା ଦେବେ। ବିଜ୍ଞାପିତ ଅଞ୍ଚଳ ପରିଷଦ ଅନେକ ଗୁଡ଼ାଏ କାର୍ଯ୍ୟ କରିଥାଏ। ସେ ମଧ୍ୟରୁ ପ୍ରମୁଖ କାର୍ଯ୍ୟଗୁଡ଼ିକ ହେଲା ସ୍ୱଚ୍ଛତା ବ୍ୟବସ୍ଥା, ରାସ୍ତା ସଫା, ଆବର୍ଜନା ପରିଚାଳନା ଓ ପରିବେଶ ସୁରକ୍ଷା। ଦ୍ୱିତୀୟ ପଏଣ୍ଟ ହେଲା ପିଲାମାନେ ପାନୀୟ ଜଳ ଯୋଗାଣ, ଲୋକମାନଙ୍କୁ କିପରି ଶୁଦ୍ଧ ପାଣି ପାଇପାରିବେ ସେ ଉପରେ ମଧ୍ୟ କାର୍ଯ୍ୟ କରିଥାଏ। ତୃତୀୟ ପଏଣ୍ଟ ହେଲା ରାସ୍ତା ଓ ନାଲା ନିର୍ମାଣ ଓ ରକ୍ଷଣାବେକ୍ଷଣ। ଆମେ ସହରମାନଙ୍କୁ ଦେଖୁଥିବା ପିଲାମାନେ ଅନେକ ଗୁଡ଼ାଏ ରାସ୍ତା ଥାଏ ଓ ଯେଉଁ ଡ୍ରେନ୍ ମାନେ ଥାଏ ତାର ମଧ୍ୟ ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଏନ୍ଏସ୍ସି କରିଥାଏ। ପିଲାମାନେ ଆମେ ସହରରେ ଦେଖୁଥିବା ଅନେକ ଗୁଡ଼ାଏ ଷ୍ଟ୍ରିଟ୍ ଲାଇଟ୍ ଲାଗିଥାଏ ଓ ସେ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା ମଧ୍ୟ ଏନ୍ଏସ୍ସି କରିଥାଏ। ଜନ୍ମ ମୃତ୍ୟୁ ପଞ୍ଜୀକରଣ, ସହର ଯୋଜନା ଓ ଉନ୍ନତି କାର୍ଯ୍ୟ କରିବା, ବଜାର, ଦୋକାନ ଓ ସାର୍ବଜନୀନ ସ୍ଥାନର ପରିଚାଳନା, ସ୍ୱାସ୍ଥ୍ୟ ଓ ମଶା ନିୟନ୍ତ୍ରଣ କାର୍ଯ୍ୟ କରିବା, ଗରିବ ଓ ଦୁର୍ବଳ ବର୍ଗର ଲୋକମାନଙ୍କ ପାଇଁ ସରକାରୀ ଯୋଜନା ମାଧ୍ୟମରେ ଉନ୍ନତି କରିବା, ନଗର ଅଞ୍ଚଳର ସାମଗ୍ରିକ ବିକାଶ କରିବା, ପ୍ରାଥମିକ ଶିକ୍ଷା, ଯାନବାହନ ପରିବହନ ଇତ୍ୟାଦି ବିଜ୍ଞାପିତ ଅଞ୍ଚଳ ପରିଷଦର ମୁଖ୍ୟ କାର୍ଯ୍ୟ। ବିଜ୍ଞାପିତ ଅଞ୍ଚଳ ଉପରେ ସରକାରୀ ନିୟନ୍ତ୍ରଣ। ଦେଖ ପିଲାମାନେ, ଯେଉଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଛି ସେ ସରକାରଙ୍କ ଦ୍ୱାରା ବିଭିନ୍ନ ଉପାୟରେ ନିୟନ୍ତ୍ରିତ ହୋଇଥାଏ। ସେଗୁଡ଼ିକ ହେଲା ପ୍ରଶାସନିକ ନିୟନ୍ତ୍ରଣ, ବ୍ୟବସ୍ଥାପିକା ନିୟନ୍ତ୍ରଣ, ଆର୍ଥିକ ନିୟନ୍ତ୍ରଣ ଓ ନିରୀକ୍ଷଣ। ଯଦି ବିଜ୍ଞାପିତ ଅଞ୍ଚଳ ପରିଷଦ କୌଣସି କାରଣବଶତଃ ଆଇନଗତ ଭାବେ ଯଦି କାର୍ଯ୍ୟ ନ କରେ, ସରକାର ଚାହିଁଲେ ତାହା ଭାଙ୍ଗି ଦେଇପାରିବେ। ଯଦି ଭାଙ୍ଗିଯାଏ ପିଲାମାନେ, ତାହେଲେ ସେଠି କିଏ କାର୍ଯ୍ୟ କରିବ? ନା ସେଠି ଯେଉଁ ସବ୍ କଲେକ୍ଟର ଅଛନ୍ତି କିମ୍ବା ସ୍ଥାନୀୟ ତହସିଲଦାର ସେହି ଦାୟିତ୍ୱରେ ରହିଥାନ୍ତି। ବର୍ତ୍ତମାନ ଓଡ଼ିଶାରେ 84ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ରହିଅଛି, 6ଟି ମହାନଗର ନିଗମ ରହିଅଛି ଓ 53ଟି ପୌରପାଳିକା ବା ମ୍ୟୁନିସିପାଲିଟି ରହିଅଛି। ପିଲାମାନେ, ଆଶା କରୁଛି ପିଲାମାନେ ତୁମକୁ ଏହି ଭିଡ଼ିଓଟି ପାଠ ପଢ଼ିବା ପାଇଁ ନିଶ୍ଚିତ ଭାବେ ସହାୟକ ହେବ। ଯଦି ଭିଡ଼ିଓଟି ଭଲ ଲାଗୁଛି ପିଲାମାନେ, ନିଜ ସାଙ୍ଗସାଥିମାନଙ୍କୁ ସେୟାର କରିବା, ଯାହା ମାଧ୍ୟମରେ ସେମାନେ ବି ଜାଣିପାରିବେ। ଧନ୍ୟବାଦ। ଜୟ ହିନ୍ଦ, ବନ୍ଦେ ମାତରମ୍।